ମୋତେ କିଛି କହିବାର ସୁଯୋଗ ମିଳିଥିଲା। ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଜନ୍ମାଷ୍ଟମୀ ହିନ୍ଦୁମାନଙ୍କର ଏକ ମୁଖ୍ୟ ପର୍ବ ଅଟେ। ଏହି ପର୍ବକୁ ସାରା ଭାରତ ବର୍ଷରେ ମହାନତ ଉଲ୍ଲାସର ସହିତ ପାଳନ କରାଯାଏ। ଏହି ଦିନଟିରେ ଭଗବାନ ଶ୍ରୀକୃଷ୍ଣ ମଥୁରାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ମାତା ଦେବକୀ ଓ ବସୁଦେବଙ୍କର ସେ ଅଷ୍ଟମ ସନ୍ତାନ ଥିଲେ, କିନ୍ତୁ ସେ ଗୋପପୁରରେ ଲାଳନ ପାଳନ ହୋଇଥିଲେ। ତାଙ୍କର ମାତା ଯଶୋଦା ଓ ନନ୍ଦରାଜ ତାଙ୍କୁ ଲାଳନ ପାଳନ କରିଥିଲେ। ସେ ମୁଣ୍ଡରେ ମୟୂରପୁଚ୍ଛ ଲଗାଉଥିଲେ।